ରସପଞ୍ଚାଦାୟୀ MCQ 14 SSB PG PhD ନେଟ୍ JRF PGT OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। MS ଓଡ଼ିଆ କ୍ରିଏସନ୍ 3730 ସଂସ୍କୃତ ଭାଗବତରେ କେଉଁ କେଉଁ ଅଧ୍ୟାୟରେ ରସପଞ୍ଚାଦାୟୀ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି? ଉତ୍ତର ଆସିବ B 29, 30, 31, 32, 33। ଗୋପୀମାନେ କେଉଁଠାରେ ଶ୍ରୀକୃଷ୍ଣଙ୍କୁ ଭେଟିଲେ? ଅରଣ୍ୟ, ପ୍ରସାଦ, ନଦୀକୂଳ, କୌଣସିଟି ନୁହେଁ। ଉତ୍ତର ଏ ଅରଣ୍ୟ। ଗୋପୀମାନଙ୍କ ପାଦରୁ ଝୁଣ୍ଟିଆ କାହିଁକି ଝଡ଼ି ପଡ଼ୁଥିଲା? କୃଷ୍ଣଙ୍କ ବିରହରେ, କାମ ବାଧାରୁ, ପଥରେ କଣ୍ଟ ଲାଗି, ପଥରେ ଝୁଣ୍ଟି ପଡ଼ିବାରୁ। ଉତ୍ତର ବି କାମ ବାଧାରୁ। କହନ୍ତି ବ୍ୟାସଙ୍କ ତନୁଜ ଗୁଣ ପରୀକ୍ଷ ମହାରାଜ। ଏଟା ତନୁଜ କିଏ? ପରୀକ୍ଷିତ, ବ୍ୟାସଦେବ, ଶୁକମୁନି, ଜଗନ୍ନାଥ ଦାସ। ଉତ୍ତର ସି ଶୁକମୁନି। କେଉଁ ଗ୍ରନ୍ଥଟି ଓଡ଼ିଆ ଜାତିକୁ ଜଗନ୍ନାଥ ଦାସଙ୍କର ସର୍ବଶ୍ରେଷ୍ଠ ଦାନ? ଓଡ଼ିଆ ଭାଗବତ, ନୀଳଗିରି ଧ୍ୟାନ, ଦାରୁଗମ ଗୀତା, ଶୈବଗମ ଭାଗବତ। ଉତ୍ତର ଏ ଓଡ଼ିଆ ଭାଗବତ। ଓଡ଼ିଆ ଭାଗବତର ଦଶମ ସ୍କନ୍ଧରେ କେତୋଟି ଅଧ୍ୟାୟ ରହିଛି? 85, 90, 96, 108। ଉତ୍ତର ଆସିବ ସି 96। ଭାଗବତରେ କେତୋଟି ଅଧ୍ୟାୟକୁ ରସପଞ୍ଚାଦାୟୀ କୁହାଯାଏ? 2, 3, 5, 4। ଉତ୍ତର ସି 5 ଅଧ୍ୟାୟ। ଭାଗବତ କେଉଁ ଛନ୍ଦରେ ରଚିତ? ବଙ୍ଗଳାଶ୍ରୀ, ଗଜୁରୀ, ଗନ୍ତକେଳି, ରାମକେଳି। ଉତ୍ତର ବି ଗଜୁରୀ। ସଂସ୍କୃତ ଭାଗବତ କେତେ ସ୍କନ୍ଧ ବିଶିଷ୍ଟ? 10, 11, 12, 13। ଉତ୍ତର ସି 12। ଭାଗବତର ବକ୍ତା କିଏ? ଦୁର୍ବାସା, ଶୁକଦେବ, ପରଶୁରାମ, ରାମ। ଉତ୍ତର ବି ଶୁକଦେବ। ପ୍ଲିଜ୍ ଲାଇକ୍, ସବସ୍କ୍ରାଇବ୍, share this channel.